ସୁଟିଂରେ ପହଞ୍ଚିଲା ବେଳେ ଡେରି ହେଇଥିଲା। ନମସ୍କାର ସାଙ୍ଗମାନେ। ଆମ ଗାଁରେ ଆଜି ଗୋଟେ ଫିଲ୍ମର ସୁଟିଂ ଚାଲିଥିଲା। ତ କାହାକୁ ବା ସୁଟିଂ ନ ଦେଖିବା ପସନ୍ଦ। ତ ଆମେ ପୂଜା ସାରିକି ମା ପୁଅ ଆଉ ଗାଁର ସ୍ତ୍ରୀ ଲୋକମାନେ ସମସ୍ତେ ରୁଣ୍ଡ ହେଇକି ସୁଟିଂ ଦେଖିବାକୁ ଚାଲି ଯାଇଥିଲୁ। ଏଠି ଆସି ଦେଖିଲା ବେଳକୁ ହିରୋ ନାହାନ୍ତି, ଭିଲିଆନ୍ ରୋଲ୍ ଚାଲିଛି। ଆମ ଗାଁର ଚାରିବାଟଳରେ ପୁରୁଷ ଲୋକ ମହିଳା ଲୋକ ସମସ୍ତେ ଠିଆ ହେଇ ରୋଲ୍ ଦେଖୁଛନ୍ତି। ତାପରେ ଆସିଲା ହିରୋଙ୍କ ପାଳି। ହିରୋ ଗାଡ଼ିରୁ ଓହ୍ଲେଇକି ସମସ୍ତଙ୍କୁ ଆମ ଗାଁ ଲୋକମାନଙ୍କୁ ଦେଖିକି ସମ୍ମାନ ସହିତ ପ୍ରଣାମ କରି ତାଙ୍କୁ ଟାଟା ବାଇ ବାଇ କରୁଛନ୍ତି। ତାପରେ ଏପଟେ ମୋ ପିଲା ପଳେଇ ଆସିବାରୁ ମୁଁ ତାକୁ ଟିକେ ନେବା ପାଇଁ ପଳେଇ ଆସିଲି। ତାପରେ ସମସ୍ତଙ୍କ ସହିତ ଆମେ ମଧ୍ୟ ମିଶିଗଲୁ ଫଟୋ ଉଠାଇବା ପାଇଁ। ହିରୋ ହିରୋଇନ୍ ଗାଁକୁ ଆସିବେ ଆଉ ଫଟୋ ନ ନେଲେ ଗୋଟେ ସୁନ୍ଦର ଲାଗିବ କଥାଟେ। ତ ତେଣୁ ଆମେ ସମସ୍ତେ ମିଶିଗଲୁ ଫଟୋ ଉଠାଇବାରେ। ଏପଟେ ମୋ ଝିଆରୀ, ଗାଁ ଲୋକ ସମସ୍ତେ ଠିଆ ହେଇଛନ୍ତି। ମୁଁ ଚାଲିଗଲି ହିରୋଙ୍କ ସହିତ ଫଟୋ ଉଠାଇବା ପାଇଁ। ସେଲ୍ଫି ନେବି, ତାପରେ ଭିଡ଼ିଓ ଟିକେ ମଧ୍ୟ କରିଦେଲି। ତାପରେ ହିରୋ ଚାଲିଗଲେ ତାଙ୍କ ରୋଲ୍ ଆଡ଼କୁ ଆଉ ଆମେ ଚାଲିଗଲୁ ଆମର ନଦୀ ଆଡ଼େ ଟିକେ ବୁଲିବା ପାଇଁ। କେତେବେଳେ ତ ଯାଇ ହେଉନି, ସବୁବେଳେ କାମ ହିଁ ରହିଯାଏ। ତ ଆଜି ଆମ ଗାଁର ପ୍ରାକୃତିକ ଆପଣଙ୍କୁ ଦେଖେଇବି। କେମିତି ସାଙ୍ଗମାନେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ମୁଁ ଆଉ ମୋର ଯାଆ ମାନେ ପିଲାମାନଙ୍କୁ ଧରି ନଦୀ ଆଡ଼କୁ ଚାଲିଗଲୁ। ପିଲାମାନଙ୍କ ସହ ମଜାମସ୍ତି କରୁ କରୁ କେତେବେଳେ ଯେ ଟାଇମ୍ ହେଇଗଲା ଜାଣିପାରିଲୁନି। ଏପଟେ ମୋ ପୁଅକୁ ଚାଲୁନ ମା ନଦୀ ପାଣି ପାଖକୁ ଟିକେ ଯିବା, ଡଙ୍ଗାରେ ବସିବା। ମୁଁ କହିଲି ନାଇଁ ରେ ବାବା, ନାଇଁ ଛୋଟ ପିଲା, କେତେବେଳେ ଗୋଡ଼ ହାତ ଖସିଯିବ। ଚାଲ ଏଠି ଟିକେ ବସିକି ତାପରେ ଆମେ ମୋ ଘରକୁ ପଳେଇବା। ଏମିତି କହି ଚାରିଆଡ଼େ ଟିକେ ଥୁଲଥୁଲିଆ ପବନ ହେଉଥିଲା। ସେଠି ମୋ ପିଲାମାନେ ଟିକେ ତାଙ୍କର ଅଭିନୟ ଦେଖାଉଥିଲେ। ଏ ମୋ ସାନ ପୁଅଟା କେତେ ମଜା କରେ କହିଲେ ନ ସରେ। ତା ଭିଡ଼ିଓ କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଜଣାଇବେ। ରହୁଛି।